नमस्कार जय श्री जगन्नाथ दर्शक बंधु ମୁଁ ଦେବାନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ ବହୁତ ଦିନ ପରେ ଆଜି ଶାରଦା ବାବା ଆମ ସହିତ ଯୋଡି ହେଇଛନ୍ତି। ଅନେକ ଘଟଣା ଭିତରେ ସିଧାସଳଖ ବାବାଙ୍କ ସହିତ କଥା ହେବା। ଅନେକ ଘଟଣା ତ ଆଲୋଚନା ପର୍ଯ୍ୟାଲୋଚନା ହେଉଛି, କିନ୍ତୁ 7 ଦିନ ରାତିକୁ ନେଇକି ଅନେକ କଥା। ସିଧାସଳଖ ବାବାଙ୍କ ସହିତ କଥା ହେବା, ଆମ ସହିତ ଯୋଡି ହେଇ ରୁହନ୍ତୁ ଭିଡିଓର ଶେଷ ପର୍ଯ୍ୟନ୍ତ। ବାବା ଆପଣଙ୍କୁ ପ୍ରଣାମ, ଆମ ଚ୍ୟାନେଲକୁ ସ୍ୱାଗତ। ହଁ, 7 ଦିନ ରାତି ସମ୍ପର୍କରେ ମାଳିକାରେ ବର୍ଣ୍ଣନା କରାଯାଇଛି। ବାଣକୃଷ୍ଣ ଚତୁର୍ଦ୍ଦଶୀ ଶୁକ୍ର ଯେ ବାସରେ ଅନ୍ଧକାର ଘୋଟିଯିବ ମର୍ତ୍ତ୍ୟ ମଣ୍ଡଳରେ। ପୁନଃ ହରିଦାସ ମହାପତ୍ମା କହିଲେ, 7 ଦିନ ହେବ ଅନ୍ଧାର ଲବଉଳ ସୂର୍ଯ୍ୟ ନ ହୋଇବେ ଦେଖା। ସୁଗାଳ କୁକୁର ଘରେ ପଶିଯିବେ କେହି ନ କରିବେ ରକ୍ଷା। ଇଏ ଲେଖାଯାଇଛି। କିନ୍ତୁ ଅଚ୍ୟୁତାନନ୍ଦ କହିଲେ, ଓଲଟ ପାଲଟ କଷା ଏହି ଅଙ୍କ ଶୁଣ ବାବୁ ରାମଚନ୍ଦ୍ର। ବ୍ରହ୍ମା ଶଙ୍କରଙ୍କୁ ଭେଦ ଯେ ନଥିବ ନ ଜାଣିବେ ଇନ୍ଦ୍ର ଚନ୍ଦ୍ର। ଗୋଟେ ମାଳିକାରେ ଯୋଉ ଗୋଟେ ଠାର ଦିଆଯାଇଛି ବା ଗାର ଦିଆଯାଇଛି, ତାକୁ ବୁଝିବା ଭାରି ଡିଫିକଲ୍ଟ। କିନ୍ତୁ ସଂକେତ ସବୁ ଦିଆଯାଇଛି। ଅଦିନରେ ଲିମ୍ବ ଗଛରେ କଢି ତୋଳିବ, ଗଛରେ ଅଦିନରେ ଆମ୍ବ ଗଛରେ ବଉଳ ହବ, ଅସମୟରେ ବର୍ଷା ହେବ, ଅସମୟରେ ଖରା ହେବ। ଇଏ ଗୋଟେ ଯୁଗାନ୍ତ ସମୟ ପାଇଁ କିଛି, ବା ନୀଳଚକ୍ରରୁ ପତାକା ଛିଡ଼ିଯିବ, 22 ପାହାଚ ରକ୍ତ ଛିଟା ପଡିବ, ବଡ ଦେଉଳ ଭିତରେ ହାଣଗୋଳ ହବ, ସେହି ବେଳରେ ରଥଯାତ୍ରା ବନ୍ଦ ହବ। ଇଏ ବାହ୍ୟ ସଂକେତ। ତାକୁ ଆମେ ସଂକେତ ଦେଖି କି ଅଁଳା ବେଢାରୁ ପଥର ଖସିବ, ଏସବୁ ସଂକେତ। କିନ୍ତୁ ଯୋଉ ନିର୍ଦ୍ଦିଷ୍ଟ ସମୁଦ୍ର ଉଠି ଆସିବ, ରବି ସମ ନେଇ ବିନ୍ଦୁରେ ବସେ ଊର୍ଦ୍ଧ୍ୱ ଲେଖ ନବଗ୍ରହ ତାରକ ଦଣ୍ଡକ କୁଣ୍ଡଳୀ ମଧ୍ୟରେ ପଞ୍ଚଭୂତ ଖଞ୍ଜି ଦିଅ, ତପର ନାମରେ ତର୍ପଣ କରିବୁ ଊର୍ଦ୍ଧ୍ୱ ସପ୍ତର୍ଷି ମଣ୍ଡଳ, ତ୍ରୟତତ୍ତ୍ୱ ଆମେ ଚାରିଶୁ ନଥିଲେ ସମୁଦ୍ର ଲଙ୍ଘିବ କୂଳ। ଆକୁ ବୁଝିବା ଭିତରେ କୌଣସି ବ୍ୟତିକ୍ରମ ନିଶ୍ଚିନ୍ତ ଭାବରେ ରହିବ ନା। କୌଣସି ବ୍ରହ୍ମା ଶଙ୍କରଙ୍କୁ ଭେଦ ନଥିବ, ନ ଜାଣିବେ ଇନ୍ଦ୍ରଚନ୍ଦ୍ର। ଆମେ ସାଧାରଣ ମଣିଷ, ମହାପୁରୁଷଙ୍କୁ ଭଲ ପାଉଥିବା ଲୋକ, ଟିକେ ଭାବପ୍ରବଣରେ କଣ କହିଦେଇଛେ, ତା ଟିକେ ତ୍ରୁଟି ହେଇଯାଇଛି କଥା। କିନ୍ତୁ ଏଥିରେ ଗୋଟେ ବୁଝେଇବାର ତ୍ରୁଟି ଅଛି। ତାପରେ ଦେଖ, ଏସବୁ ତ ସେତେବେଳ ସମୟର ପୋଥି। ଆଜି ତମ ଚ୍ୟାନେଲ ସାମ୍ନାରେ ଇଏ ପୋଥି ଟିକି ମୁଁ ଦେଖଉଛି। ଆଜି ମହାପୁରୁଷଙ୍କର ଖାଲି ମାଳିକା ନୁହଁ, ଦେଖନ୍ତୁ ଦେବାନନ୍ଦ, ଇଏ ପୋଥିର ଦେଖ ସଫିବାବୁ, ଦେଖ ଇଏ ପୋଥିଟା କିଭଳି ଭାବରେ ଏଠି ରହିଛନ୍ତି। ଦେଖନ୍ତୁ, ଦେଖନ୍ତୁ ପ୍ରତ୍ୟେକ ପେଜରେ ମଧ୍ୟ ଆ ଦେହରେ ଅକ୍ଷର ସବୁ ରହିଛନ୍ତି। ଦେଖା ଯାଉନାହାନ୍ତି, ପାଖକୁ କ୍ୟାମେରା ହେଲେ ଦେଖାଯିବେ। ଦେଖ ଦେବାନନ୍ଦ, ପ୍ରତ୍ୟେକ ପେଜରେ ଅକ୍ଷର ଅଛି ନା ନାହିଁ? ଇଏ ସବୁ ପୋଥି ଅଛି। ଇଏ ପୋଥି ମହାପୁରୁଷଙ୍କର ଲିଖିତ, ତାଙ୍କର ଅଚ୍ୟୁତାନନ୍ଦଙ୍କର ଇଏ ଗୋଟେ ପୋଥି। ତେଣୁ ହୁଏତ ଜଣେ କହିବ ଇଏ କଣ ସେଇ 600 ବର୍ଷର, 200 ବର୍ଷର ହେଇପାରେ। ଆଗରୁ ସମୟରେ ପୋଥିକୁ ପୋଥି ଉତ୍ତରା ହଉଥିଲା, ଆଉ କଣ ଅଛି? ଇଏ ଉତ୍ତରା ପୋଥି, ଇଏ ଶୂନ୍ୟ ପୋଥି ନୁହେଁ, ଉତ୍ତରା ପୋଥି। ଇଏ ପୋଥିରେ ମଧ୍ୟ ପ୍ରତିକାର ଅଛି। ଇଏ ପୋଥିର ପ୍ରତିକାର ଅନୁଯାୟୀ ଆଜି ଦର୍ଶକ ବନ୍ଧୁକୁ ଗୋଟେ କହୁଛି। ଆପଣଙ୍କ ଘରେ ଭୟଙ୍କର ଅଶାନ୍ତି ହଉଛି, କିମ୍ବା ଆପଣଙ୍କ ଘରେ କୌଣସି ଛାତ ଫାତ ଶବ୍ଦ ହଉଛି, ଟକମକ ଶବ୍ଦ ହଉଛି, ଦୁଲୁଭୁସୁ ହଉଛି, ପରିବାରରେ କଳହ ଅଶାନ୍ତି ଲାଗି ରହୁଛି, ରୋଗ ଋଣ ଶତ୍ରୁ ଛାଡୁନାହାନ୍ତି, ଆପଣ ଗୋଟେ କଥା କରିବେ, ଗୋଟେ ପାନ ପତ୍ର ଆଣିବେ। ତାହେଲେ ଅଙ୍ଗ ହଉ କ୍ଲିଙ୍ଗ, ଏବେ ଲେଖନ୍ତୁ, ଅଙ୍ଗ କ୍ଲିଙ୍ଗ କହୁଛି। ପାନପତ୍ର ଆଣିକିରି ତା ଗଙ୍ଗା ପାଣି ଧୋଇଦେବେ। ସିନ୍ଦୁର ହଉ ନହେଲେ କୁଙ୍କୁମ ହଉ, ତାପରେ କୁଙ୍କୁମ ଯୋଉ ମଞ୍ଜି କୁଙ୍କୁମ ଭିଜେଇକିରି ଘୋରନ୍ତି, ତାପରେ କ୍ଲିଙ୍ଗ ଲେଖିଦେବେ। କ୍ଲିଙ୍ଗ ଲେଖିକିରି ସେ ପାନପତ୍ରଟିକୁ ଆପଣ ଠାକୁର ଘରେ ଏମିତି ରଖିବେ। ଆପଣ ଯେମିତି ସେ କ୍ଲିଙ୍ଗ ଅକ୍ଷର ଦେଖିପାରୁଥିବେ। କ୍ଲିଂ 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 108 ଥର ଜପ କରନ୍ତୁ। ଜପ କରି ଆପଣ ସଂକଳ୍ପ କରିବେ। ସେ ପାଣି କିଛି ପାଖରେ ଥୋଇଦେବେ, ସେ ପାଣିକି ଛିଞ୍ଚି ଦେବେ, ଘରେ ଶାନ୍ତି ରହିବ। ସେ ପାଣି ଚାର୍ଜର ପାଣି ହେଇଯିବ, ମାନେ ଶକ୍ତିଯୁକ୍ତ ପାଣି, ଜଳ ଶକ୍ତି ଜଳ। ସେ ପାଣିକି ଛିଞ୍ଚି କହିବେ, ମୋର ଆର୍ଥିକ ପଇସା ଆସୁଥିବା କଥା, ମୋର ମାନେ ଅର୍ଥ ଯୋଉ ବ୍ୟାଘାତ ଅଛି, ଅର୍ଥ ମିଳିଯାଉ, ମୋ ଘରୁ ଶତ୍ରୁ ଛାଡି ଯାଆନ୍ତୁ, ଭୂତ ପ୍ରେତ ପଳାନ୍ତୁ। ଦେଖିବେ ସେ ପାନପତ୍ର ଉପରେ ଅଙ୍ଗ ଲେଖିଲେ ବହୁତ, ଅଙ୍ଗ ଲେଖିଲେ କ୍ଲିଙ୍ଗ ଦେବେ କର, କ୍ଲିଙ୍ଗ ମଧ୍ୟ ବହୁତ ପ୍ରଭାବଶାଳୀ ହବ। ପାନପତ୍ର କ୍ଲିଙ୍ଗ ଲେଖିବେ, ଠାକୁର ପାଖରେ ଥୋଇଦେବେ, 108 ଥର ଜପ କରିବେ, ଜଳ ଗୋଟେ ପାତ୍ର ଥୋଇଦେବେ। ସେ ଯୋଉ ଜଳଟାକୁ ଯାହା ସଂକଳ୍ପ କରି ଛୁଞ୍ଚିବେ, ଆପଣ ୟାକୁ 48 ଦିନ ପର୍ଯ୍ୟନ୍ତ କରିବେ, 21 ଦିନ, 48 ଦିନ, 7 ଦିନ, 21 ଦିନ, 7 ଦିନ ଭିତରେ ରେଜଲ୍ଟ ଆପଣ ପାଇବା ଆରମ୍ଭ କରିବେ ଧୀରେ ଧୀରେ। ଆର ଲାଷ୍ଟ ମାନେ ହଉଛି 48 ଦିନ ପର୍ଯ୍ୟନ୍ତ କରିପାରିବେ, ବର୍ଷକୁ ଥରଟିଏ। ବାବା 48 ଦିନ କଲେ ବାଧାବିଘ୍ନ ସବୁ ଦୂର ହବ? ବାଧାବିଘ୍ନ କଣ, ଅର୍ଥ ଆସୁନଥିବ ଅର୍ଥ ଆସିବ। ପିଲା ଯଦି ଆପଣ ପିଲାର ସ୍ମରଣ ଶକ୍ତି ହଉନି, ସେ ପାଣି ଟିକେ ପିଆଇ ଦିଅନ୍ତୁ, ପିଲାର ସ୍ମରଣ ଶକ୍ତି ହବ। ଆପଣ ପରେ କିଏ ରୋଗୀ ଅଛି, ସେ ରୋଗୀକି ପାଣି ପିଆଇ ଦିଅନ୍ତୁ, ପାଣି ଛିଞ୍ଚନ୍ତୁ, ରୋଗ ତାର ଭଲ ହବ। ବାସ୍ତୁରେ ଶବ୍ଦ ମବ୍ଦ ସାଉଣ୍ଡ ଫାଉଣ୍ଡ ହଏ, ପାଣି ଛିଞ୍ଚୁ, ଶବ୍ଦ ପଳେଇଯିବ, ପ୍ରେତ ପଳେଇଯିବ, ନକାରାତ୍ମକ ଶକ୍ତି ପଳେଇଯିବ। ଇଏ ହଉଛି ପୋଥିର ପ୍ରତିକାର ପାନ ଦ୍ୱାରା। ଆଉ ଗୋଟେ ବ୍ରହ୍ମନ୍ଦନ ଚିକିତ୍ସା କଥା ଆମେ କହୁଛୁ। ଆପଣଙ୍କର ଦେଖିବେ ପ୍ରାୟ ଗ୍ୟାସ୍ ହେଇଗଲା, କଣ ହେଲା, ପେଟ କାମୁଡ଼ିଲା, ଆମେ ଔଷଧ ପତ୍ର କିଛି ଖାଇ ଲଗାତାର, ଏଇ ଆଙ୍ଗୁଠିରେ ଠ ମାନେ ଶୂନ ଏମିତି করে କରିବେ। ଏମିତି କହୁଥିବେ, ଠ ଠ ଠ 5 ଥର ଲେଖିବେ, 5 ଥର ଠ ଠ ଠ ସ୍ୱାହା। ଅବିକା କଲେ 5-10 ମିନିଟ୍ ପରେ କଲେ, ଆପଣ 5-7 ଦିନ ଏମିତି ଲେଖନ୍ତୁ ନା, ଆପଣଙ୍କ ପେଟ କାମୁଡା, ପେଟ ଝାଡା ଫାଡା, ମାନେ ଗ୍ୟାସ୍ କାମୁଡେ, ସେ ଠିକ ହେଇଯିବ। ଇଏ ପୋଥି ବିଦ୍ୟା। ଇଏ ମହାପୁରୁଷ ମାନେ ବହୁତ କିଛି କଥା ଆମ ପାଇଁ ଲେଖିଛନ୍ତି। ଆମେ କଣ ସବୁକୁ ପାଳନ କରିପାରୁଛେ ନା କରିପାରୁନେ? ଆମେ କରିବା ଭିତରେ କିଛି ତ୍ରୁଟି ବିଚ୍ୟୁତ ରହିଯାଇଛି, ତ୍ରୁଟି ବି କହୁନାହିଁ,
त्रुटि तो निश्चित सबुत अच्छी ओडिशा सरकार बही छपेले से त्रुटि तो महापुरुष मालिका लिखिले ओलट पालट कषा आयंक ब्रह्मा न जानिबे ब्रह्मा ओलट पालट कषा आयंक शुण तुही रामचंद्र ब्रह्मा शंकर को भेद जे नथिବ न जानिबे रामचंद्र तो मालिकार कथा तेणु जहा हूँ आज बहुत भाव में मालिका प्रचार प्रसार होउची समस्त महापुरुष को अनुप्राणित करुछन आमको हेतु किए गाली निंदा करुची प्रेमाचार्य मधुसूदन कहले मते पछे भूली जा मो कृष्ण को न भूल आमको किए कौन गाली बंद करू थाई पारे आमर किछि त्रुटि विच्युति थाई पारे आमे भी मानुछु किंतु महापुरुष सत्य तांको ज्ञान सत्य तांको पुस्तक सत्य तांको चिंताधारा सत्य तांको भाव सत्य आ समालोचना आलोचना निश्चित रही व्यतिव्यस्त हबार कौन कारण ना एवं ये भिडियोटी देखला पर आज जोड़िए मंत्र कहली पान द्वारा गोटे कथा कहली पेट कामुड़ा गोटे कथा कहली ये भक्ति देवानंद ये भक्ति रस को प्लावन कराउछंती जदि कई भक्त चाहती आम सहित समस्यार समाधान जोगाजोग आम नंबर रखु व्हाट्सएप नंबर 9668697827 9668697827 निजर समस्या लिखि आमको व्हाट्सएप कले आमे तार आसीबा ठिकाना कौ दिन आमको भेट करिया आमे ताको रिप्लाई दबु बा समस्यार समाधान जदि हुए आमे कहि दै पारिबु एई नंबर एई मध्ये आमको जोगाजोग करि बाबा शेष में संक्षेप खाली कहे जो राति के नहीं सारा संसार चहल पड़ी सतरे कौन से 7 दिन अंधार हो शुण कौन हब कौ भली हब कौ भाव में हब सी कथाटी को आमे कहती मत गोटे जाबुड़ा मारिले मोर अंधार हो गला जनक जाबुड़ा खेल तो अंधार हो जाए कि अंधकार भली लगे हुए तो एमती गोटे 7 दिन लिखी झड़ भीम बही मत लिखिं झड़ बतास दे 7 दिन हम हुए तो समग्र भारत वर्ष पृथ्वी गोटे गोटे वर्षा धर 7 दिन लगातार है अंधकार भली परिस्थिति वर्षा दिन हो चाहे भी हो गोटे कौन कारण भी अंधार हो पारे युद्धर घनाघाट लोक अंधकार भली परिस्थिति अनुभव करेंगे 10 की कहती मत एमती गोटे दारिद्र अवस्था आसी मत 10 दिग अंधार देखा माने गोटे बुद्धि ज्ञान लोप पाई 7 दिन पर्यंत गोटे जमी कोरोना समय घर बाहर तो आपको कौन कहूँ महापुरुष कौन अर्थ लिखिं सबू कथा को आम गोटे जुक्ति विजुक्त को जावा अपेक्षा मालिका लिखिं सी तो खाली भयभीत करना अंधार हो कहीं व्याधि रूप व्याधि हो पिशाची आसवे प्राणी मान को गुपते धंसीबे व्याधि कथा पिशा लिखिं जो कथा लिखिं सर्वोपर कौन कहते गायत्री सावित्री कथा कही गायत्री मंत्र जप कर भगवान शरणापन्न हुआ भल बाट को आस गोटे जन समाज को गोटे ईश्वराभिमुखी करने मालिकार चेतावनी आम जदि से ईश्वराभिमुखी होचे से चिंता चेतना नहीं अच्छे असुविधार मार्ग किसी ना से कहते भकत सकत हो बसी कहले जिते विपद आसू जुदिया आसू रोग आसू क्षेपणास्त्र माड़ हो परमाणु पड़ू अंधकार हो मरुड़ी हो पवन हो बात्या हो जी हो भक्त शक्त हो बस कौन अच्छे शेष रथ यात्रा को नहीं कौन कहे संक्षेप रथयात्रा समस्त शुभंकर हो स्नान गुंडीचा बेनी स्वयं लीला जार पतित उद्धार लगी प्रासाद बाहर महाप्रभु को आम सब देखा जाऊे महाप्रभु को लौकिक मतरे आमको देखा आसवे रथे त्वांग वामन दृष्टा से रथरे बसिले से अबिका होती नवकलेवर पठ नृसिंह रत्न सिंहासन कि रथ को आसीगले हो बामन से बामन रूप में आसवे बामन समस्त पाद द्वारा पृथ्वी मापी थे तो आम जन जगत को पवित्र करेंगे कृपा दृष्टि पड़ी आम भर सत्य शांति भावना आसव रथयात्रा अत्यंत आनंदमय हम आपको बहुत बहुत धन्यवाद दर्शक बंधु ये रोचु जय श्री जगन्नाथ जय पंचसखा।